ସେ ଯୋଉ ଗାଳି ଗୁଲଜ କରିଛନ୍ତି ମୁଁ ଦେଖୁଥିଲି ବି ସୋସିଆଲ ମିଡିଆରେ, ଏଟା ଠିକ ନୁହେଁ। ହ୍ୟୁମାନ ମା ହଉ, ଯାହାର ମା ହଉ, ସେଟା କେବେ ଠିକ ନୁହେଁ। ମୁଁ ସେଟାକୁ କେବେ ସପୋର୍ଟ କରିବି ନା, ହଁ ସିଏ ସେ ଠିକ କହିଛି। ଏବଂ ସେ ଟାଇମରେ ହ୍ୟୁମାନ ମା ର ମାନସିକ ସ୍ତରରେ ଦୁର୍ବଳ ନିଶ୍ଚିତ। ଗୋଟେ ଏତେ ବଡ ସେଲିବ୍ରିଟି, ତାଙ୍କର ନିଜ ଗୋଟେ ପୁଅ ଥିଲା ଲାଷ୍ଟକୁ ତାଙ୍କ ପରିବାରରେ, ସେ ଚାଲିଗଲା ପରେ ନିଶ୍ଚିତ ଭାରସାମ୍ୟ ହରେଇକିରି ସେ ଯଦି କିଛି କଣ କହିଛନ୍ତି ମୁଁ ସେଠିକି ଯିବିନି। ଦେଖନ୍ତୁ ମୁଁ ସେଇଟା ତ କହୁଛି, ଯଦି ମା କହୁଛନ୍ତି କଣ ଥିବ, ଯେହେତୁ ମା ଘରେ ରହୁଥିଲେ, ହ୍ୟୁମାନ ପାଖରେ ରହୁଥିଲେ, ସେ ବେଶୀ ଜାଣିଥିବେ। ମୁଁ ମାନେ ମୁଁ ତ ଆଉ ଏତେ ଘର କଥା, ଘର ଭିତର କଥା କେମିତି ଜାଣିବି? ମୁଁ ଯେହେତୁ ଅ, ଯେତିକି ଡିଷ୍ଟାନ୍ସ, ଯେତିକି କାମ, ଯେତିକି ଯୋଉ ଟାଇମରେ ଯେତିକି ବୁଝେଇବା କଥା, ଯାହା କରିବା କଥା କରେ। ଯଦି ମା ତାଙ୍କର ଅଭିଯୋଗ କରୁଛନ୍ତି, କେତେ ଦୂର ସତ୍ୟ, ନିଶ୍ଚିତ ତା ମା ହିଁ କହିପାରିବେ। ମୁଁ ଆକ୍ଚୁଆଲି ମୁଁ ଜାଣିନି କିଛି, କହିବାଟା ଠିକ ହବନି। ଦେଖନ୍ତୁ ଅଭିଯୋଗ ହଉଛି ମାନେ ଅଭିଯୋଗ ତ ଏମିତି ଆସିବ, କିନ୍ତୁ ଅଭିଯୋଗରେ ସତ୍ୟତା କଣ ଯେତେବେଳେ ଇନକ୍ୱାରି କରାଯିବ, ମୁଁ ଭାବୁଛି ଇନକ୍ୱାରି କରାଗଲେ ସବୁ ଜଣା ପଡିବ। ମୁଁ ଭାବୁଛି, କାହିଁକି ନା ମୁଁ ତ ଅ, ଅ, ଯାହା ଆମେ ଶୁଣିଥିବା, ଆମେ ଭୁଲ ଶୁଣୁଛେ କି ଠିକ ଶୁଣୁଛେ କେମିତି ଜାଣିବା? ଯେତେବେଳେ ଇନକ୍ୱାରି କରାଯିବ, ସେ ଅଭିଯୋଗର କେତେ ସତ୍ୟତା ଅଛି ତାହା ଜଣା